प्रचार करुछु भक्त कवि रामदास विरचित दाढ़ात्ता भक्ति रे बालक रामदास संवादर द्वितीय भाग। बेदार संपादना श्रीचरण दास, पूर्वाभास झरणा दास, संगीत परिचालना ओम प्रकाश महांती, प्रयोजना दीपक सामंतराय। আজি शुणन्तु बालक रामदास संवादर द्वितीय भाग। हेमंत स्थान रे प्रवेश हेले बालक रामदास, बुझिले सकल चरित बोइले कि विपरीत। श्रीराम भक्ति पथ छाड़ी किंपा अमार्गे अछ बुड़ी, ताहा सुनी न लोके जाए मदन सन्यासीको कही। कहूँ वैष्णव जणे आसी समस्त लोकंकु झिंगासी। सन्यासी दीक्षा छड़ाइले वैष्णव दीक्षा मान देले। तुम्भर महत सरिला सुनी सन्यासी क्रोध कला। बोइले बुझिबा तदन्त किय बाकेते बलवन्त। हेमंत बोली चढ़ी गले अनेक सन्यासींक तुले। सन्यासी धर्म कर नाश दिय के बड़ उपदेश। ए तुम्भ के बड़पण कह कि विद्या तुम्भे जान। परीक्षा करिबा एठारे समस्ते देखन्तु नेत्रे। मृत मणिषकु आनिब ताहाकु जेबे बंचाइब। एबे तो आज्ञा को पालिबा सर्वे करिबु तोर सेवा। हेमंत शुणी दासे हसी बोइले सुन रे सन्यासी। जीवे आम्भर करामत देखिबा पाई अछि चित। खोजिल मृत सब आण ताकू जियाई देबा पण। एबे जारिब करामत संशय हेब दूरे गत। ता शुणी चढ़िले सन्यास भूली न गले देश देश। देखिले मृत सब गोटे दुर्गंधे पड़ुछि चढ़ी। हेमंत सब घेनी आसी पकाई बोइले सन्यासी। एहाकु जेबे देव प्राण जानिबा तुम्भ साधुपण। लोहिले छाड़ी जा देश थिले जे मानिबु अवश्य। शुणी श्रीरामर दास बोइले सुन सन्यास मोहर बोले कि साहेब
ବୋଲି ସବ ଧରି ବସିଲେ ପ୍ରଭୁ ଧ୍ୟାନ କରି। ବୋଇଲେ ନମ ଭଗବାନ ତୁହି ଯେ ଆଦି ଅବସାନ। ଅଶେଷ ବ୍ରହ୍ମାଣ୍ଡ ଠାକୁର ସଂସାର ତୋର ଖେଳ ଘର। ମୃତ ସବର ଜୀବନ ଦୀନ ରଖ ଭଗବାନ। ହେମନ୍ତ ବୋଲି ସବ ଘେନି ଧରିଣ ତାର କର୍ଣ୍ଣ ବେନି। ଶ୍ରୀରାମ ତାରକ କହିଲେ ଉଠ ହୋ ମୃତ ଜୀବ ଭଲେ। ସମସ୍ତେ ଦେଖୁ ଦେଖୁ ତହିଁ ଉଠିଲା ସେ ସବ ବୋବାଇ। ତା ଦେଖି ଲୋକେ ଆଚମ୍ବିତ କହିଲେ ହୋଇ ସ୍ତମ୍ଭୀଭୂତ। ସେ ରାଜା ପ୍ରଜା ଦି ଯେତେ ଚରଣେ ସେବିଲେ ସମସ୍ତେ। ତୋ ଇଚ୍ଛା ଯାହା ତାହା କର ସମସ୍ତେ ଶିଷ୍ୟ ହେଲୁ ତୋର। ତହିଁ ମଠେକ ତୋଳାଇଲେ ଥୁକେ ବୈଷ୍ଣବର ଖାଇଲେ। ଧର୍ମଶାଳାଏ ତହିଁ କରି ସେ ଦେଶ ରାଜାଙ୍କୁ ହକାରି। ବୋଇଲେ ହି ଧର୍ମେ ଥିବୁ ସାଧୁଙ୍କ ଚରଣ ସେବିବୁ। ହେମନ୍ତ କେତେ ଦିନ ପରେ ଯାଇ ମିଳିଲେ କ୍ଷେତ୍ର ବରେ। ପ୍ରବେଶ ହେଲେ ସିଂହ ଦ୍ୱାରେ ପତିତ ପାବନ ଛାମୁରେ। ସାଷ୍ଟାଙ୍ଗ ପାଦେ ପଡ଼ି ଶୋଇ ଉଠି କପାଳେ କର ଦେଇ। ବୋଇଲେ ନିସ୍ତରିଲି ଆଜ ଦେଖିଲି ଶଙ୍ଖ ଚକ୍ର ଭୁଜ। ଦର୍ଶନ ବିଧି ମତେ କଲେ ଗରୁଡ଼ ପଛେ ଯାଇ ହେଲେ। ଯହିଁ ପ୍ରବେଶ ହେଲେ ଯିବ ଆଉ ନ ଦେଖେ ପୁନଃ ଭବ। ତହୁଁ ଚଳିଲେ ଧୀରେ ଧୀରେ ଚନ୍ଦନ ଅର୍ଗଳିର ପରେ। ଦେଖିଲେ ରତ୍ନ ସିଂହାସନ ଯହିଁ ବିଜୟ ଭଗବାନ। ଶ୍ରୀ ବଳ ଦେବ ଦେବୀ ତୁଲେ ଦର୍ଶନେ ପବିତ୍ର ହୋଇଲେ। ସେ ଯେ ବାଳକ ରାମ ଦାସ ଧ୍ୟାନେ ଚିନ୍ତିଲେ ପିତ ବାସ। ସହସ୍ର ବାର ଦଣ୍ଡବତ ହରିଣ ଉଠିଲେ ତୁରିତ। ଛାମୁରୁ ମେଲାଣି ହୋଇଲେ ବହୁ ଆନନ୍ଦେ ଚଳିଗଲେ। ଗୁଣ୍ଡିଚା ନର ନିକଟେ ଯେ ଇନ୍ଦ୍ର ଦ୍ୟୁମନର ତଟେ। ଅନେକ ଧନ ଲଗାଇଲେ ବିଚିତ୍ର ମଠ ତୋଳାଇଲେ। ପ୍ରଭୁ ମଣହି ନିତ୍ୟ ସାରି ମହାପ୍ରସାଦ ସେବା କରି। ନିତ୍ୟ ପ୍ରଭୁଙ୍କ ଦର୍ଶନ କରିବ ସନ୍ତି ରାତ୍ର ଦିନ। କେତେ ହିଁ କାଳ ବହିଗଲା ଆସୀନ ମୃତ୍ୟୁ କାଳ ହେଲା। ବିଚାର କଲେ ମନେ ମନ ଆଉ ତ ନାହିଁ ପ୍ରୟୋଜନ। ହେମନ୍ତ ମନେ ବିଚାରିଣ ଚିନ୍ତିଲେ ପ୍ରଭୁ ନାରାୟଣ। ଆତ୍ମାରାମକୁ ଆଗେ ଥୋଇ ଆତ୍ମାରେ ଆତ୍ମାକୁ ମିଶାଇ ଭଜି ସେ ରାମ ନାମ ବାଣୀ। ପ୍ରାଣ ଛାଡ଼ିଲେ ତତ୍କ୍ଷଣି। ତା ଦେଖି ଭୃତ୍ୟ ଜନେ ମିଳି
ଅନେକ ଛାଡ଼ିଲେ ବୋବାଡ଼ି ସେ ରାଜ୍ୟ ନୃପତିର ଆଗେ ଖୋଚୁଆ ମାନେ ଯାଇବେ गे କହିଲେ ଶୁଣ ମହାରାଏ ଅପୂର୍ବ ବୈଷ୍ଣବ ଗୋଟିଏ ନାମ ବାଳକ ରାମଦାସ କ୍ଷେତ୍ରରେ କରିଥିଲା ବାସ ବହୁତ କାଳ ସେ ବଞ୍ଚିଲା ଏବେ ସେ ନିଜ ଧାମ ଗଲା ଅନେକ ଧନ ଅଛି ତାର ଯେମନ୍ତେ କୁବେର ଭଣ୍ଡାର ଶୁଣିବା ହେଉ ମହାରାଣ ନିଜ ଭଣ୍ଡାରେ ତାହାଣ ତା ଶୁଣି ନୃପ ଶିରୋମଣି ପେଶିଲେ ଦୂତ ସେହି କ୍ଷଣି ଅନେକ ଛଡ଼ି ଦ୍ୱାର ଗଲେ ମଠ ବାସନ୍ଦ କରାଇଲେ ତା ଦେଖି ଚେଲା ମାନ ଯେତେ ରୋଦନ କରିଳ ସମସ୍ତେ ସମାଧି ପାଶେ ଛଡ଼ି ଗଲେ ଏଢ଼ି ଅନେକ ଡକାଇଲେ ଏମନ୍ତ ବୋଲି ସେ ରୋଦନ୍ତେ ଥାଇ ସମାଧି ମଧ୍ୟ ଗତେ ବୋଇଲେ ଫିଟାରେ ମତେ ବୁଝିବା କଥା ମାନ କେତେ ଆଜ୍ଞା ପ୍ରମାଣେ ଲୋକ ଗଲେ ସମାଧି ମୁଦ ଫିଟାଇଲେ ଉଠି ବାଳକ ରାମଦାସ ଲେଉଟି ମଠରେ ପ୍ରବେଶ ସେବକ ମାନଙ୍କୁ ପୁଛିଲେ ସମସ୍ତ ବିଷୟ ବୁଝିଲେ ଅଳପ ହୋଇ ହସ ହସ ବୋଲେ ବାଳକ ରାମଦାସ ଶୁଣ ହୋ ରାଜଦୂତ ମାନେ କହ ନୃପତି ସନ୍ନିଧ୍ୟାନେ ଇତକ ଧନ ନଣ୍ଟିଲା ବୈଷ୍ଣବ ଧରି ଆଶା କଲା ଆମ୍ଭର ମଲେ ସିନା ନେବ ନୋହିଲେ କି କରିପାରିବ ଆମ୍ଭେ ରହିବୁ କିଛି ଦିନ ଆଜହୁ ମରୁ ସେ ରାଜନ ଏମନ୍ତ ଗଲା 10 ଦିନ ପ୍ରାଣ ହାରିଲା ସେ ରାଜନ ଶୁଣ ହୋ ମନ ଜ୍ଞାନମୟେ ସାଧୁଙ୍କ ବଳେ ହାହୁଏ କହଇ ରାମଦାସ ଦ୍ୱିଜ ମୋ ପ୍ରଭୁ ଶଙ୍ଖ ଚକ୍ର ଭୁଜ इति श्री दाढ़्यता भक्ति रसामृते मन चैतन्य संवादे बालक रामदास दाढ़्य भाव वर्णने नाम 39 ଶେଷ ହେଲା ଭକ୍ତ କବି ରାମଦାସ ବିରଚିତ ଦାଢ଼ତ୍ତା ଭକ୍ତିରେ
ବାଳକ ରାମଦାସ ସମ୍ବାଦର ଦ୍ୱିତୀୟ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ଶୈଳଭୌମ ମହାପାତ୍ର, ସେଲୁ ମହାନ୍ତି ଏବଂ ରତିକାନ୍ତ ଶତପଥୀ। ବେତାର ସମ୍ପାଦନା ଶ୍ରୀଚରଣ ଦାସ, ପୂର୍ବାଭାଷ ଝରଣା ଦାସ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି ଏବଂ ପ୍ରଯୋଜନା ଦୀପକ ସାମନ୍ତରାୟ।